ଦେଖନ୍ତୁ ବୋରିଗୁମା ଅଞ୍ଚଳରେ ଗତ 3 ମାସ ହେଲା ବ୍ୟାପକ ଭାବରେ ଗାଡ଼ି ବିଭିନ୍ନ ପ୍ରକାର ଗାଡ଼ି ମାନେ ଅଟୋ ବୁଲେଟ୍ ହିରୋ ହୋଣ୍ଡା ଠୁ ଆରମ୍ଭ କରି ବିଭିନ୍ନ କମ୍ପାନୀର ଗାଡ଼ି ପ୍ରତ୍ୟେକ ଦିନ ଚୋରି ହେଲା ପରେ ଆମେ କିଛି ସୁରାଗ ପାଇଥିଲୁ ଯେଉଁଥିରେ କି ବଡ଼ଦୁବିଲର ଅନିଲ ହରିଜନ ସେଥିରେ ମାଷ୍ଟର ମାଇଣ୍ଡ ବୋଲି ଆମେ ଜାଣିବାକୁ ପାଇଥିଲୁ। ଆମେ ତାକୁ ଖୋଜାଖୋଜି ତାପରେ ତା ଲଗେଇଲୁ ବିଭିନ୍ନ ପ୍ରକାର ରେଡ୍ କଲା ପରେ ତାକୁ ଯେତେବେଳେ ଧରିଲୁ ସେ ତାର ସହଯୋଗୀ ବି ଜଣେ ତା ସହିତ ଧରା ପଡ଼ିଛନ୍ତି, ଯେଉଁଥିରେ କି ସେ ତାର ମାନେ ବାଇକ୍ ଚୋରି କରିଛି ବୋଲି ଆମ ଆଗରେ କନଫେସ୍ କଲା ପରେ ଆମେ ଅଛି ବୋଲି ଆମ ଆଗରେ କନଫେସ୍ କଲା ପରେ ଆମେ ତାଠୁ ଟୋଟାଲ 13 ଗୋଟି ଗାଡ଼ି ଆମେ ରିକଭରି କରୁଛୁ, ଯେଉଁ ଚୋରା ଗାଡ଼ି ସେ ବୋରିଗୁମା ତ ଚୋରି କରିଛି, ତା ସହିତ ଆଖପାଖ ଅଞ୍ଚଳରୁ ବିଭିନ୍ନ ପ୍ରକାର ଗାଡ଼ି ଚୋରି କରିକି ସିଏ ମାନେ ନେଇକି ବେପାରୀଗୁଡ଼ାରେ ସେଲ୍ କରିଥିଲା, ଯେଉଁଟା ଆମେ ରିକଭରି କରିଛୁ। ଆଉ ଜଣେ ରିସିଭର ବି ତା ସହିତ ଜଣେ ଆରେଷ୍ଟ ହେଇଛନ୍ତି ସାଜନ ହରିଜନ ବୋଲିକି। ଆଉ ତାର ଜଣେ ଆସୋସିଏଟ୍ ଧନପତି ନାଗ, ତାର ଘର ସୋରାଗୁଡ଼ା। ଆଉ ୟା ସହିତ ଆହୁରି ବି 4 ଜଣ ଇନଭଲ୍ଭ ଅଛନ୍ତି, ଯେଉଁଟା ଆମେ ଗୋପନ ରଖୁଛୁ। ଆଉ ଆଗାମୀ ଦିନରେ ସେମାନଙ୍କୁ ବି ଆମେ ଗିରଫ କରିବୁ, ଆଉ ବାକି ଗାଡ଼ି ବି ଆମେ ରିକଭରି କରିବୁ କିନ୍ତୁ ଆମ ହାତରେ ଲାଗିନି ସିଏ, କିନ୍ତୁ ତାର ନାଁ ଗାଁ ସବୁ ଠିକଣା ଆମ ପାଖରେ ଅଛି। ତାର ଯେଉଁ ସିସିଟିଭି ଫୁଟେଜ ଆମେ କିଛିଟା ହସ୍ତଗତ ହେଇଥିଲା, ଯେଉଁଥିରେ କି ତାକୁ ଆମେ ଚିହ୍ନଟ କରିଥିଲୁ ଯେ ସେ ଅନିଲ ହରିଜନ ବୋଲିକି। ସେଦିନଠୁ ଆମେ ତାକୁ ଟ୍ରାକ୍ ରଖିଥିଲୁ। ତା ସହିତ ଆମେ ତାର ଗୋଟେ ଠିକଣା ବି ଆମେ ପାଇଲୁନୁ, ଗୋଟେ ଜାଗାରେ ସିଏ ରୁହେ ନେଇ, ଅଲଗା ଅଲଗା ଜାଗାରେ ରୁହେ। ସେଥିପାଇଁ ଏତିକି ଦିନ ଲାଗିଗଲା ଆମକୁ ତାକୁ ଧରିବା ପାଇଁ। ଆଜ୍ଞା ଆଜ୍ଞା, ଇଏ ପ୍ରୋଫେସନାଲ କ୍ରିମିନାଲ ଆଜ୍ଞା, ଇଏ ପ୍ରୋଫେସନାଲ, ଇଏ କେବଳ ବାଇକ୍ ଚୋରି କରେ ଇଏ, ଆଉ ୟାର କିଛି କାମ ନାହିଁ। କେସ୍ ନାହିଁ ତାର ନାହିଁ। ତାର ବର୍ତ୍ତମାନ ସୁଦ୍ଧା କେସ୍ କିଛି ମାନେ ଇଏ ଯେହେତୁ ଆଗରୁ ମାନେ ୟାର ସହିତ ଆଉ ଜଣେ କ୍ରିମିନାଲ ଜଣେ ସାଙ୍ଗ ହେଇଥିଲେ, ଯେଉଁଥିରେ କି ସେ ତାଙ୍କଠୁ ଏଇ ଚୋରି ବିଦ୍ୟା ଶିଖିଛି, ଯେଉଁଥିରେ କି ଏଇଠୁ ଆରମ୍ଭ କରିଛି, ମାନେ ଚୋରି କରିବା ଷ୍ଟାର୍ଟ କରିଛି। ଆଜ୍ଞା, ଟ୍ରାକ୍ ନାହିଁ, କେବଳ ଯେଉଁ ଯାକ ହ୍ୟାଣ୍ଡେଲ ଲକ୍ ହେଇନଥିବ ସେ ଗାଡ଼ିକୁ ସେମାନେ ଗୋଟେ ଡୁପ୍ଲିକେଟ୍ ଚାବି ତାଙ୍କର ଗୋଟେ ଥିଲା, ସେ ମାଷ୍ଟର କି ବୋଲି ମାନେ କହିବା କଥା, ସେଥିରେ ଏମାନେ ଖୋଲୁଥିଲେ। ନାଇଁ ନାଇଁ ହେଇନାହାନ୍ତି, ପ୍ରଥମ ଥର। ହଁ ହଁ ହଁ, ଅଛନ୍ତି ଆହୁରି 4 ଜଣ ଅଛନ୍ତି, ଯୋଉଟା ଆମେ ଡିସକ୍ଲୋଜ କରୁନୁ ତାଙ୍କ ନାଁ ଗାଁ। ବୋରିଗୁମାରୁ 3ଟା ଆମେ ଚିହ୍ନଟ କରିଛୁ, ଆଉ ସବୁ ଚେସିସ୍ ନମ୍ବର ଇଞ୍ଜିନ ନମ୍ବର ସେମାନେ ମାନିପୁଲେଟ୍ କରିଦେଇଛନ୍ତି, ମାନେ ଲିଭେଇ ଦେଇଛନ୍ତି, ଯୋଉଟାକୁ ଆମେ ତାଙ୍କର ଯେତିକି ଆମର ରିପୋର୍ଟ ଆମର ଅଛି ସେଇ କମ୍ପ୍ଲେନାଣ୍ଟକୁ ଡାକି ଆମେ ତାକୁ ଚିହ୍ନଟ କରିବୁ। ସବୁ ବିକି ଦେଉଥିଲେ ସେ କୁନ୍ଦ୍ରା ବୋଇପାରିଗୁଡ଼ା ଅଞ୍ଚଳରେ। ବାହାର ରାଜ୍ୟ ତ କିଛି ଜଣା ପଡୁନି, ବାହାର ରାଜ୍ୟ ଯାଇଛି। ପାଖାପାଖି 15-16 ଗାଡ଼ି ଚୋରି ହେଇଥିଲା, ସେ ଭିତରୁ କେତେଟା 2ଟା ଅଟୋ ତ ଆମେ ରିକଭରି କରିଦେଇଥିଲୁ, ବୁଲେଟ୍ ବି 2ଟା ରିକଭରି ହେଇଛି ଆଗରୁ, ଆଉ ବାକି ଏବେ 13ଟା ଗାଡ଼ିରୁ 3ଟା ଆମର ରିକଭରି ହେଲା। ନାଇଁ ଏଥିରେ ଗୋଟିଏ ଗ୍ୟାଙ୍ଗ ବୋଲି ମାନେ ଆମେ ଭାବି ପାରୁନୁ, ଆହୁରି ବି କିଛି ଗ୍ରୁପ ଏଥିରେ ଇନଭଲ୍ଭ ଥାଇପାରନ୍ତି, ଯେହେତୁ ଏମାନେ ଆଙ୍କର ଆସୋସିଏଟ ଏଠି ପାଖରେ ନାହାନ୍ତି, ସେମାନେ ଫେରାର ଅଛନ୍ତି, ସେମାନେ କରିଥିବେ ବୋଲିକି ମାନେ କାଲିର ଘଟଣା ଏମାନେ କରିଥିବେ ବୋଲି ଆମେ ଆଶା କରୁନୁ। ଆଉ ଗୋଟେ ଗ୍ରୁପ କାମ କରୁଛି, ଆମେ ସେଟାକୁ ବି ଆମେ ନିହାତି